ଜୟ ଜଗନ୍ନାଥ। ତ ମୁଁ ସକାଳୁ ଉଠିକି ମୁଁ ବସିଲା ଭିତରେ ବୋଉ ମୋତେ ମୁଣ୍ଡରେ ତେଲ ଲଗେଇଥିଲା, କାହିଁକିନା ତେଲ ବହୁତ ଦିନ ହେଲା ଲଗେଇ ନଥିଲି। ଆଉ ମୁଁ ତ ତେଲ ଲଗେଇଲା ନା ଏଥର ଅଧିକ ହେଇଯିବ ଏଥର କମ୍ ହେଇଯିବ, ତ କିନ୍ତୁ ବୋଉ ଟିକେ ଲଗାଇଲେ ଭଲ ସେ ମାନେ ପରଫେକ୍ଟ ଲଗାଏ। ତ ସେଥିପାଇଁ ସେ ମୁଣ୍ଡରେ ତେଲ ଲଗେଇଥିଲା। ତ ମୁଁ ତାପରେ ବାବାଙ୍କୁ କହିଥିଲି କି ବାବା ପାଳୁଅ ଆଣିବ, ପାଳୁଅ କ୍ଷୀରି କରିବି। ତ ବାବା ଏଇଠି ବୋଉର ବାବାଙ୍କର ବୋଉ ମିଶିକି ଏଠି ବାରିପଟୁ ପାଳୁଅ ସବୁ ଖୋଳି ଦେଇଥିଲେ। ତ ପାଳୁଅ ଖୋଳୁ ଖୋଳୁ ବାହାରିଗଲା କଞ୍ଚା ହଳଦୀ। ତ କଞ୍ଚା ହଳଦୀ ବି ସାଙ୍ଗରେ ନେଇ ଆସିଲି। ତ କଞ୍ଚା ହଳଦୀ ପାଳୁଅ ନେଇ ଆସିଲା ପରେ ମୁଁ ଏଇଠି କାରଣ ଅଲରେଡ଼ି ବହୁତ ଟାଇମ୍ ହେଇଥିଲା, ସକାଳ 9ଟା 9:30 ପାଖାପାଖି ହେଇଥିଲା। ତ କାଲି ଯେଉଁ ବିରି ଚାଉଳ ବଟା ହେଇଥିଲା, ଚାଉଳ ଯେଉଁ ଧାନ ଗ୍ରାଇଣ୍ଡିଙ୍ଗ ହେଇ ଯେଉଁ ଚାଉଳ ବାହାରିଥିଲା ସେଇ ଚାଉଳରେ ପିଠା ହେଇଥିଲା। ତ ଆଜି ବୋଉ କହିଲା ଆଗ ଟେଷ୍ଟ କରିବ କେମିତି ଲାଗୁଛି, ତାପରେ ଆଉ ଯେଉଁ ଗ୍ରାଇଣ୍ଡିଙ୍ଗ କରି ରଖିଥିଲା ତାପରେ ତାକୁ ପାଛୁଡ଼େଇବ। ତ ଏଇଠି ପିଠା ବି କରିଦେଇଥିଲୁ, ବାବା ମୁଁ ବୋଉ 3 ଜଣ ଯାକ ମିଶିକି ଖାଇ ଦେଇଥିଲୁ। ତ ଟେଷ୍ଟ ବି ଥିଲା ପିଠା, ମାନେ ଯେମିତି ଆମେ ନର୍ମାଲ୍ ଚକୁଳି ଲାଗେ ସେମିତି ହିଁ ଲାଗୁଥିଲା, ଖାଲି କେବଳ କଲର୍ ଡିଫରେଣ୍ଟ ଥିଲା। କାହିଁକିନା ଯେମିତି ଆମର ଦେଶୀ ଚାଉଳ ନାଲି ଭାତ ହୁଏ ସେଇଭଳି ହିଁ ଦେଖାହେଉଥିଲା ସେତିକି। ତ ମୁଁ ଏମିତି ଟିଫିନ୍ ସରିଲା ପରେ ପାଳୁଅକୁ ଧୋଇକି ଆଉ ଯେଉଁ ହଳଦୀକି ଧୋଇକି ଶୁଖାଇ ଦେଇଥିଲୁ। ତ ବୋଉ ଯେଉଁ କାଲି ଧାନର ଗ୍ରାଇଣ୍ଡିଙ୍ଗ ହେଇଥିଲା ତାକୁ ଏଠି ପାଛୁଡ଼ି ଦେଇଥିଲା, ଯେହେତୁ ସିଏ ପାଛୁଡ଼ା କାମରେ ବ୍ୟସ୍ତ ଥିଲା ମୋତେ ରୋଷେଇ କାମଟା ଦିଆଗଲା। ତ ମୁଁ ଏଇଠି ସବୁ ପରିବାପତ୍ର କାଟିକି ଭେଣ୍ଡି ଆଉ ପୋଟଳ ଆଳୁ ଭାଜି ଦେଇଥିଲି, ବସେଇ ଦେଇଥିଲି। ଯେହେତୁ ସୋଲା ବୁଟ ତରକାରୀ ହେବାର ଥିଲା, ତ ମୁଁ ଏଇଠି ଅଦା ରସୁଣ ପିଆଜ କଞ୍ଚାଲଙ୍କା ଟମାଟୋ ସବୁ ନେଇକି ଗ୍ରାଇଣ୍ଡିଙ୍ଗ କରିଦେଇଥିଲି। ଗ୍ରାଇଣ୍ଡିଙ୍ଗ କରିସାରିଲା ପରେ ଟିକେ ତରକାରୀ ବି ବସେଇ, ତ ମୁଁ ଏଠି ମସଲା ସବୁ ଗ୍ରାଇଣ୍ଡିଙ୍ଗ କରିଦେଇ ଏକା ସାଙ୍ଗରେ ତରକାରୀ ବସେଇଦେଲି କଷେଇକି। ତ ତା ଭିତରେ ଦେଖିଲା ବେଳକୁ କଳା ଆଉ କସରା କୁକୁରା ଆସି 2 ଜଣ ଯାକ ଖାଇବା ପାଇଁ ଆସିଲେ। ବିସ୍କିଟ୍ ଦେଇଥିଲି, କଳା ଖାଇନଥିଲା ତ ସେ ପାଣି ପିଇ ଦେଇଥିଲା ବହୁତେ। ତ କସରା ତା ବିସ୍କିଟ୍ ଖାଇ ଦେଇଥିଲା, 2 ଜଣ ଯାକ ପାଣି ପିଇ ଦେଇକି ଶୋଇପଡ଼ିଲେ। ତ ମୁଁ ଏଇଠି ଆସିଗଲି ଖାଲିରେ ବସିଥିଲି, ଚେରି ଟିକେ ଖାଇଥିଲି, ଆସିଲି ଭାବିଲି କ'ଣ କରିବି। ତ ଲଞ୍ଚ ଫଞ୍ଚ ସବୁ ସାରିକି ସେଠି ବସି ପଡ଼ିଲି ଚିତ୍ର କରିବା ପାଇଁ। ତ ମୁଁ ଚିତ୍ର 2 ଦିନ ହେଲା କରିନଥିଲି, କରିକି ଦେଖିଲା ବେଳକୁ ବୋଉ କହୁଛି ମୋ ପଛପଟେ କିଏ ଶୋଇଛି। ଦେଖିଲୁ ମୁଁ ଦେଖିଲା ବେଳକୁ ବିଲେଇ ଶୋଇଛି। ତ ସିଏ ଯେହେତୁ ଆଜି ପୁରା ଦିନ ଯାକ ବୁଲିଥିଲା, ବୋଉକୁ ଆଜି ପଟଉଛି। ବୋଉ କାହିଁକିନା ବୋଉ ବାଡ଼େଇବ ନହେଲେ, ଦିନ ଯାକ ବାହାରକୁ ପଳେଇଥିଲା ବୁଲିବା ପାଇଁ। ତ ସିଏ ଆସି ବୋଉ ପାଖେ ଶୋଇ, ତ ଆଜିର ଦିନ ଏମିତି କିଛି ଥିଲା। ରହୁଛି, ଜୟ ଜଗନ୍ନାଥ।